ଶୁଣ ଶୁଣ ଏ ବଚନ କହୁଅଛି ଗୁଣ। ସକଳ ମାନବ ଚରିତ୍ର ବିଚାରଣ କର। ଆତ୍ମା ଯୁଗ ଅନନ୍ତପୁର। ସର୍ବଘଟେ ଥାଇ ଦେବ ଦେଉଛନ୍ତି ଦାନବ ରୂପ। ମାନବ ଜନ୍ମ ହୋଇ ସମସ୍ତଙ୍କର ଘଟରେ ଲାଗିଅଛି ଲୟ କୀର୍ତ୍ତି। ପ୍ରଭୁ ବାସ କରି ଘଟରେ ଦିଅନ୍ତି ଶକ୍ତି। ଦାନ ମୁକତି ଦେବ ମହାଶକ୍ତି ମହାବୀର। ମହେଶ୍ୱର ଦେବ ଜ୍ଞାନ ରୂପେ। ଭାବ ଚରଣ ଲାଗିଅଛି ଶ୍ରୀଅଙ୍ଗରେ। ତପ ଲାଗିଅଛି ମୁକ୍ତି ବାଟରେ। ଅନନ୍ତ ମୁରାରୀ ହରି କୃଷ୍ଣ ଦାସ ଚନ୍ଦ୍ର ଗୋବିନ୍ଦ ଲେଖିଛନ୍ତି ପଦ। ଆନନ୍ଦ ରୂପରେ ଦେଇଛନ୍ତି ଭେଦ। ଏମନ୍ତ ପୁରାଣ ଲେଖି ଭାଗବତ ବାଣୀ। ସୃଷ୍ଟି ଦେବ ନର କାହାଣୀ। ଅନନ୍ତ ଉତ୍ପତ୍ତି ବାନ୍ଧିଛନ୍ତି ବଡ଼ ମହାଶକ୍ତି। ରୂପ ନିରଞ୍ଜନ ପାଦରେ ପଦ୍ମ ଆସନ କରି। ହୃଦୟ ପ୍ରେମ ମଧ୍ୟରେ ଲାଗିଅଛି। ସୃଷ୍ଟି କରତା ଦେବ ଦାତା ଦୈବ କରତା। ଆନନ୍ଦରେ ଲେଖିଛନ୍ତି ଚରଣ ଧ୍ୟାନ କରି। ଯୋଗ ଆସନ ଲାଗିଅଛି ମନ ଭକତି ଭାବରେ। ଅନନ୍ତପୁରେ ଉତ୍ପତ୍ତି ଶକ୍ତି ମହାବାହୁ ରୂପେ। ଜାଣୁଛନ୍ତି ବେଦ ମୁକତି ଚରଣ ଲଭିବ ଆନନ୍ଦ। ଗୁଣପତି ଜ୍ଞାନମତି ଲାଗିଅଛି ମହାଶକ୍ତି। ଭଲ ମନ୍ଦ ବିଚାରଣ ଶକ୍ତି ଲାଗିଅଛି ଗୁଣ। ଆନନ୍ଦ ରୂପରେ ଭାବ ଚରଣ ଶକ୍ତିରେ। ଜ୍ଞାନ ମଧ୍ୟ ଦେଇଛନ୍ତି କୃଷ୍ଣ ମୁରାରୀ। ଆନନ୍ଦ ମଧ୍ୟରେ ଦେଇଛନ୍ତି ରାମ ହରି। ସକଳ ବିଚାର କଲେ ଆନନ୍ଦ ରୂପରେ। ଜଗତର ସ୍ୱାମୀ ଦେବ ରଖିଛନ୍ତି ଅନ୍ତେ। ବିଚାରଣ କଲେ ମାତ୍ର ଗୋବିନ୍ଦ ଚରଣ। ମୁକତି ଲୋଭି ଆନନ୍ଦ କରିଲେ ବଚନ। ଧ୍ୟାଇ ଗୁରୁ ପାଦ ଚିତ ବ୍ରହ୍ମାଣ୍ଡ ଠାକୁର। ଏହି ଗୁରୁ ଶିକ୍ଷା ଦାତା ଦିଅନ୍ତି ଉତ୍ତର। ଅନେକ ଯେ ଦେବ ସ୍ୱାମୀ ବେଦ ବାକ୍ୟ ମାନ। ସକଳ ଯେ ଦେଉଛନ୍ତି ଗୁଣ ତୀର୍ଥ ଧାମ। ରୂପ ଯୋଗେଶ୍ୱର ନାଥ ଜାଗିଲେଟି ଆସି। ଅନ୍ତର୍ଯ୍ୟାମୀ ନାଥ ପତି ଜାଗରଣ କରି। ଏମନ୍ତ ଯେ ବେଦବାନା ଉତ୍ପତ୍ତି ମହିମା। ସଂସାରରୁ ସାର ମଧ୍ୟରେ ଲାଗିଛି ମହିମା। ଯୋଗ ଯୋଗ ବୋଲେ ତାହା କରିଲେ ଭିଆନ। ସଂସାରରେ ସାର ମଧ୍ୟରେ ଲାଗିଛି ଆପଣ। ହୃଦୟରେ ବାକ୍ୟ ଗୁଣ ଲାଗି ତୋଷମତି। ସକଳ ବିଚାର ମାନ ହୋଇଲା ଉତ୍ପତ୍ତି। ଅନନ୍ତ ବିଚାର ନାମ କଲେ ବ୍ରହ୍ମଜାତ। ସକଳ ଉତ୍ପତ୍ତି ନାମ କଲେ ଭାଗବତ। ଭାଗ୍ୟରେ ମହିମା ଯୋଗ କରିଲେ ଭିଆନ। ଏମନ୍ତ ଯେ କାଳ ଯୋଗ ଆସୁଛି ନିର୍ମାଣ। ଜଗତ ମହିମା ତାହା କଲା ଯେ ପୃଥିବୀ। ଆଦି ଅନ୍ତ ବିନା ତାହା ରଖିଲେ ଉତ୍ପତ୍ତି। ଚରଣ ଯେ ସୃଷ୍ଟି ଦେବ ଏ କଲା ମାଣିକ୍ୟ। ରୂପ ଯୁଗ ଦେଉଛନ୍ତି ପ୍ରଭୁ ଭଲ ମନ୍ଦ। ବିଚାରଣ କରୁଛନ୍ତି ମହାଯୋଗେଶ୍ୱର। ଆନନ୍ଦ କରି ରଖିବେ ମହେଶ୍ୱର। ଦେବଦାତା ଦୈବ କର୍ତ୍ତା କଲା କି ଭିଆନ। ଲାଗିଅଛି ମନ୍ଦ ତାହା ଦଉଡ଼ିର ଜାଣ। ରୂପ ଜଗନ୍ନାଥ ପତି ଅନନ୍ତ ହରି। ତେଜ୍ୟା କରିଛନ୍ତି ଲଜ୍ଜା ସକଳ ଯେ ସେହି। ଏ ମାନବ ଯୁଗ ତାହା ଅବତାର ଗୁଣ।
ଶକ୍ତି ରୂପେ ଟାଣି ଉଠେ ଜୀବ ଏହି ପ୍ରାଣ। ଲାଗିଅଛି ମହିପାଳ ଦୟାମୟ ଭକ୍ତି, ଏ ଭାବନା କରୁଥାଅ ମନ ରୂପେ ସୃଷ୍ଟି। କରୁଣା ମାଧବ ଦେବ କେଶବ ଅନନ୍ତ, କୃଷ୍ଣ ଏ ଚରଣେ ଧ୍ୟାଇ ରଖିଲେ ଟି ପାଦ। ପଦ୍ମ ଯେ ଆସନେ ଦେବ କୃଷ୍ଣ ଯେ ମୁରାରୀ, କହୁଛନ୍ତି ଯୋଗେଶ୍ୱର ନିରାକାର ଋଷି। ଅନନ୍ତ ମହିମା ଜାତ କରାଇଲେ ବେଦ, ଏ ବାନା ରୂପରେ ତାହା କଲେ ଆଦି ଅନ୍ତ। ଯୋଗେଶ୍ୱର ଗୁରୁଦେବ ଧ୍ୟାନ ରୂପେ ଆଣି, ଶୂନ୍ୟପାଦ ଚକ୍ର ଲୟ କରୁଛନ୍ତି ବାଣୀ। ସ୍ୱରୂପ ମହିମା ଜାତ କରିଲେ ଭିଆଣ, ଉତ୍ପତ୍ତିର ଫଳ ଜାତ କରିଲେ ନିର୍ମାଣ। ରୂପ ଯୁଗ ମହେଶ୍ୱର ଦେବଦାତା ହରି, ଦୈବର ବାଣୀ ତାହା ଲେଖା ହୋଇଅଛି। ସକଳ ବିଚାର ମନ କରିବେ ଆନନ୍ଦ, ବିଚାରଣ କର ମାତ୍ର ଲେଖିଲେ ଗୋବିନ୍ଦ। ଚରଣ ମୁକତି ଧ୍ୟାଇ ଆଦ୍ୟ ଗୁରୁ ନାମ, ଶକ୍ତି ରୂପେ ଦେଉଛନ୍ତି ଦାନପତି ଜ୍ଞାନ। ସଂସାରର ସାର ମଧ୍ୟରେ ଆଣିଛି ଯେ ଦୀପ, ମହାଦୀପ ଜଳୁଅଛି ପୃଥିବୀରେ ଦେଖ। ନାରାୟଣ ରୂପେ ତାହା କରିବେ ଭିଆଣ, ଶକ୍ତି ରୂପେ ଲାଗିଅଛି ମନ ଯେ କାମନା। ଏମନ୍ତ ଯେ ବିପରୀତ ଲାଗିଅଛି ଲୟ, କୃପାକର ଦୀନନାଥ ଜଗତ ଠାକୁର। ଅନ୍ତର୍ଯ୍ୟାମୀ ଦୟାମୟ କଲେ ବିଶ୍ୱଯୋଗୀ, ଆନନ୍ଦରେ ରୂପ ଯୁଗ କଲେ ମହାଶକ୍ତି। ମହେଶ୍ୱର ଗୁରୁ ଜ୍ଞାନ ଦାତା ଯେ ଦଇବ, ଲାଗିଅଛି ମନ୍ଦ ତାହା ଦଉଡ଼ିର ଫଳ। ଆନନ୍ଦିତ ଜ୍ଞାନ ମାୟା କଲେ କଜେ ବାଣୀ, ଏମନ୍ତ ମହିମା ଜାତ କରିଲେ ଟି ହରି। ଜଗତର ନାଥ ଦେବ କଲା ଯେ ଠାକୁର, କର୍ମ ଏ କରତା ମାନ କରିବେ ବିଚାର। ସକଳ ଯେ ଆଦ୍ୟ ଗୁରୁ ନାମ ଏ ମହିମା, ଯୋଗ ବଳେ ଆସନ ଯେ ତ୍ୟଜ୍ୟା କଲେ ବ୍ରହ୍ମା। ରୂପନାଥ ଯୋଗେଶ୍ୱର ଆନନ୍ଦ ଯେ ହରି, କେମନ୍ତ ବିଚାର କର ହେଲାଣି ଉତ୍ପତ୍ତି। ସଂସାରର ମାୟା ଗୁଣ କରାଇଲେ ବାଣୀ, ସକଳ ଉତ୍ପତ୍ତି ମାନ କରାଇଲେ ମଣି। ଜ୍ଞାନଦାତା ନାମ କର୍ତ୍ତା କରି କର୍ମ ଫଳ, ଯାହା ଦେଉଛନ୍ତି ପ୍ରଭୁ ସକଳ ବିଚାର। ମନ ଆଜ୍ଞା ଗୁରୁଦେବ ସତ୍ୟ ରଖ ଜ୍ଞାନ, ପାଦଚିତେ ରକ୍ଷା କର ନାମ ଗୁରୁ ବ୍ରହ୍ମ। ଏମନ୍ତ ମହିମା ଜାତ ହେଲାଣି ଉତ୍ପତ୍ତି, ସକଳ ଯେ ଜାତ ବ୍ରହ୍ମା କରାଇଲେ ସୃଷ୍ଟି। ଦେବପାଳ ନାରାୟଣ ରୂପ ଜ୍ୟୋତିର୍ମୟ, ଜ୍ଞାନ ଶକ୍ତି ଦେଉଛନ୍ତି ଆନନ୍ଦରେ ଫଳ। ଏମନ୍ତ ମହିମା ଜାତ ଉତ୍ପତ୍ତିର ବାଣୀ, ଅନନ୍ତ ମହିମା ଜାତ କରାଇଲେ ମଣି। ଜ୍ଞାନରୁ ଯେ ଫଳ ମାନ କରି ଯେ ଯାତନା, ସ୍ୱର୍ଗପୁରେ ନାମ ବ୍ରହ୍ମ ଲାଗିଛି ମହିମା। ଜଗନ୍ନାଥ ସ୍ୱାମୀ ଦେବ ଅରୂପା ଯେ ନନ୍ଦ, ଅଲେଖ ଯେ ବ୍ରହ୍ମ ରୂପେ ଧରିଛନ୍ତି ଚକ୍ର। ବିଚାରଣ କରୁଛନ୍ତି ମହାଯୋଗେଶ୍ୱର, ଆନନ୍ଦରେ ବିଚାରଣ କରୁଛନ୍ତି ଦେଖ। ଶୂନ୍ୟ ଏ ପୁରୁଷ ନାମ ଶୂନ୍ୟ ଯେ ଉତ୍ତର, ଶୂନ୍ୟ ରୂପେ ଦେଉଛନ୍ତି ମହାବାହୁ ବେଦ। ସଂସାରରେ ସାର ମଧ୍ୟରେ ଜାଣନ୍ତି ଯେ ଋଷି, ଆନନ୍ଦରେ ଜ୍ଞାନ ବାସ କରିଛି ଉତ୍ପତ୍ତି। ସକଳ ଯାତନା ନାମ ବୋହିଛନ୍ତି ବ୍ରହ୍ମା, ଆନନ୍ଦ ରୂପରେ ଜ୍ଞାନ ଯୋଗେଶ୍ୱର ସିନା। ସତଗୁରୁ ସତ ବାକ୍ୟ ସତ ଜ୍ଞାନ ହରି, ନାମ ଏ ଚରଣ ତାହା କରିଲେ ବିଚାରୀ। ଜଗତର ସ୍ୱାମୀ ଦେବ
ଅରୂପ ଯେ ନାଥ ଅନନ୍ତ ବିଚାର କଲେ ଉତ୍ପତ୍ତିର ଫଳ। ସ୍ୱର୍ଣ୍ଣ ବ୍ରହ୍ମ ନାରାୟଣ କରିଲେ ଧ୍ୟାନ ଜଗତର ଋଷି ଦେବ ଉତ୍ପତ୍ତିର ନାମ। ଏହି ପରୀକ୍ଷାରେ ଦେବ କରିଲେ ଯେ ଚିତ୍ର ଗୁରୁ ଆଜ୍ଞା ଦେଉଛନ୍ତି ଜଗତର ନାଥ। ଏହି ଫଳ ବାରତା ଯେ କରିଲେ ଧ୍ୟାନ ସପ୍ତ ଋଷି ଜାଣୁଛନ୍ତି ଗୁରୁ ଆତ୍ମା ବ୍ରହ୍ମ। ନିରାକାର ନିବେଦନ ନିର୍ବେଦ ଗୋସାଇଁ ଅଲେଖ ଯେ ବ୍ରହ୍ମ ରୂପେ ଆଣିଛନ୍ତି ମହି। ଏହି ଜ୍ଞାନ ଦାତା ତେଣୁ କରିବେ କରତା ଫଳ ଯୋଗେ ଲାଗିଅଛି ଲୟ କର ମାୟା। ଧ୍ୟାନ କରିଲେ ଦେବ ଉତ୍ପତ୍ତିର ଫଳ କେମନ୍ତ କରିବେ ନାଥ ଦେବ ଯୋଗେଶ୍ୱର। ଜାଗିଛନ୍ତି ମହାମୁନି ଦେଖି ମହାଯୋଗ ଆସନ କରିଲେ ବେଦ ବାଣୀ ଯେ ସତ୍ପର। ନିରାକାର ନିରଞ୍ଜନ ନିର୍ବେଦରେ ବାଣୀ ବାକ୍ୟ ଦେଉଛନ୍ତି ପ୍ରଭୁ ଚକ୍ରଧର ବାଣୀ। ଏମନ୍ତ ମହିମା ଜାତ କରିଲେ ଧ୍ୟାନ ତୋଷ ଗୁରୁ ନାମ ଚିତେ ଧରିଛନ୍ତି ରାମ। ସ୍ୱର୍ଣ୍ଣ ଶବଦରେ ତାହା ଉତ୍ତର ଅନନ୍ତ ମନରେ ବିଚାର କଲେ ରାମ ଶ୍ରୀ ଗୋବିନ୍ଦ। ବଜ ଚିତେ ମହିମା ଯେ ଯୋଗ କୀର୍ତ୍ତି ଆଣି ଫଳ ଶ୍ରେଷ୍ଠ ଦେଖାଇଲେ ମହାଯୋଗ ବାଣୀ। ଏମନ୍ତ ଯେ ଉତ୍ପତ୍ତି ଯେ କରିଲେ ସଂସାର ମାୟାଧର ବିଚାର ଯେ କଲେ ପୁଣ୍ୟ ଫଳ। ରାମ ଯେ ସକଲ ବିନା ହୋଇଲା ଉତ୍ପତ୍ତି ସଂସାରର ମାୟ ବିନା ଲାଗିଛି ଯେ ଶକ୍ତି। ମହାବାହୁ ରୂପେ ତାହା କଲେ ନିରଞ୍ଜନ ନିରାକାର ଦେବ ତାହା କରିଲେ ଧ୍ୟାନ। ଉତ୍ପତ୍ତି ଅନନ୍ତ ମାୟା କରିଲେ କୃଷ୍ଣ ଦେବ ରଘୁପତି ଚନ୍ଦ୍ରନାଥ କଲେ ଦିବାକର। ଜୟ ଜଗନ୍ନାଥ ତୁମ୍ଭେ ଅଟ ବ୍ରହ୍ମ ଯୋଗୀ ନିରାକାର ମହେଶ୍ୱର ଯୋଗେଶ୍ୱର ଜ୍ୟୋତି। ବ୍ରହ୍ମାଣ୍ଡ କରତା ତୁମ୍ଭେ କରିଲ ଧ୍ୟାନ ସପ୍ତ ଋଷି ଦିନ ବାର ଜଗତର ନାମ। ଏମନ୍ତ ପରୀକ୍ଷା କଳ ଉତ୍ପତ୍ତି ଗୋସାଇଁ ସକଲ ବିଚାର କଳ ମାନବକୁ ଯେ ଚାହିଁ। ଧର୍ମ ସିଂହାସନ ରୂପ ହଇଲା ଉତ୍ପତ୍ତି ନାମ ଯୋଗେଶ୍ୱର ଜ୍ଞାନ ପାଇଲେ ଯେ ଭକ୍ତି। ଭକତି ଭାବରେ ମନ କରି ଶ୍ରଦ୍ଧା ଚିତେ ଆନନ୍ଦ ରୂପରେ ଜ୍ଞାନ କରି ଚିତ୍ରପଟେ। ଲାଗିଅଛି ଲୟ କୀର୍ତ୍ତି ମହିମାଙ୍କର ଜ୍ୟୋତି। ଏହି ସର୍ବଦା ଦେବ ମନୋହର ରୂପ ଚକ୍ରଧର ଆନନ୍ଦ ହୋଇ